ଦିନଟି ଆରମ୍ଭ ହେଲା ଠାକୁର ପୂଜାରୁ। ପୂଜା ସାରିକିରି ଫଟାଫଟ ରେଡି ହେଇକିରି ଆମେ ଦି ଜଣ ବାହାରି ଗଲୁ ଆମ ପାଖରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ। ରାଧାକୃଷ୍ଣ ମନ୍ଦିରରେ ଯାଇ ଦେଖୁ ତ ଲମ୍ବା ଲାଇନ ଲାଗିଥିଲା। ଲାଇନରେ ଠିଆ ହେଇ ଯାଇକି ପ୍ରଭୁଙ୍କୁ ଦର୍ଶନ କଲୁ। ପ୍ରଭୁ ଆଜି ବହୁତ ହି ସୁନ୍ଦର ଦେଖାଯାଉଥିଲେ, କାହା ନଜର ନ ଲାଗୁ। ଦେନ୍ ଏଠି ଗୋଟେ ସେଲ୍ଫି ନେଲୁ। ସେଲ୍ଫି ନେଇ ସାରିଲା ପରେ ପାଖରେ ଥିବା ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ବାହାରିଲୁ। ଯୋଉମାନେ ତାଳଚେର ସେମାନେ ନିଶ୍ଚୟ ଜାଣିଥିବେ ଏ ଜଗନ୍ନାଥ ମନ୍ଦିରକୁ। ମନ୍ଦିରଟି ବହୁତ ହି ସୁନ୍ଦର ହେଇଛି। ତ ଠିକ ଟାଇମରେ ଆମେ ଆସି ପହଞ୍ଚିଲୁ। ଏଇ ଟାଇମରେ ପ୍ରଭୁଙ୍କର ପୁଷ୍ପାଞ୍ଜଳି ଚାଲିଥିଲା, ତ ସେଥିଲାଗି ଆମେ ପୁଷ୍ପାଞ୍ଜଳି ଦେଇକିରି ବଢିଆ ସେ ପ୍ରଭୁଙ୍କୁ ଆଜି ମନ ଭରିକିରି ଦର୍ଶନ କଲି। ଆଉ ପ୍ରଭୁଙ୍କର ବେଢା ବୁଲିଲି। ବେଢା ବୁଲି ବୁଲି ଦେଖିଲି ଏଇ ଗୋଟେ ବଡଟେ ଗୋଟେ ମାନେ ପଦ୍ମ ଫୁଲ ଲଗେଇଛନ୍ତି। ଗୋଟେ ବଡରେ ଗୋଟେ ପାଣି ଭଳିଆ କରିକିରି ତା ଭିତରେ ଲଗେଇଛନ୍ତି। ଆଉ ଏଠି ବହୁତ ସାରା ଫୁଲ ଫୁଟିଛି। ଏଠି ଗୋଟେ ଛୋଟ କୁନି କୃଷ୍ଣ ଯାଉଥିଲେ। ତ ବୋଉ କହିଲେ ଚାଲ ଯିବା ଘରକୁ, ଆମେ ଯାଇକି ଆମ ଝିଅକୁ କୃଷ୍ଣ କରିବା। ତ ସେଥିପାଇଁ ଆସି ଫଟାଫଟ ଘରେ ପହଞ୍ଚିଗଲି। ମୁଁ ଟିକେ ଶାଗୁ ଆଉ ଫ୍ରୁଟ୍ସ ଖାଇଲି। ଖାଇସାରିଲା ପରେ ଏଠି ରେଡି କରିଦେଲି ମୋ ଝିଅକୁ କୃଷ୍ଣ। ମୋ ଝିଅ କେମିତି ଲାଗୁଛି ମତେ ନିଶ୍ଚୟ କମେଣ୍ଟ କରିବେ। ଆଉ ଭିଡିଓଟି ଭଲ ଲାଗିଲେ ସେୟାର କରିବାକୁ ଜମା ଭୁଲିବେନି। ଆଉ ପ୍ଲିଜ ସବସ୍କ୍ରାଇବ କରିଦେବେ। ମୋ ଭଏସକୁ ଇଗ୍ନୋର କରିବେ, ମତେ ବହୁତ ଜୋରରେ ଥଣ୍ଡା ହେଇଛି, ସେଥିଲାଗି ମୋ ଭଏସଟି ଏମିତି ଶୁଭୁଛି। ରହିଲି, ଜୟ ଜଗନ୍ନାଥ।